ଗୁଡାକ ମିଳୁଥିଲା ମାନେ ତାଙ୍କୁ ବହି ଯାଇଛି ସେଇ କଡେ କଡେ ଯୋଉ ବହି ଯାଇଛି ସେ ବାଲି ଗୁଡାକ ନ କି ହଳଦିଆ ହଳଦିଆ ତାକୁ କୁହାଯାଏ ସୁନା ବାଲି ବୋଲି। ସତ ସତ ସୁନା କି କଣ କିଏ ଜାଣି ନାହାନ୍ତି କିନ୍ତୁ ତାକୁ କୁହାଯାଏ ସୁନା ବାଲି। ସତ ସୁନା ହେଇନଥିବ, ସତ ସୁନା ହେଇଥିଲେ ତ ଲୋକ କୋଟିପତି ହେଇଯାଇଥାନ୍ତି। କୋଟିପତି ହେଇଯାଇଥାନ୍ତି। ହଳଦିଆ ହଳଦିଆ ରଙ୍ଗର ନା ତାକୁ ସେଥିପାଇଁ ସୁବର୍ଣ୍ଣ ରେଣୁ ବୋଲି କୁହାଯାଏ। ସେଇ ଜାଗାର ନା ସୁବର୍ଣ୍ଣପୁର କହିଦେଲେ। ସୁବର୍ଣ୍ଣପୁର କହିଲେ ସେ ଯୋଉ ବାଲି ଗୁଡାକ ରେଣୁ ଗୁଡିକ ସୁବର୍ଣ୍ଣପୁର। ସେ ଯାହା ବି ହଉ କେତେ ଗୁଡେ ଜିଲ୍ଲା ଏଇଭଳି ନାମକରଣ ହେଇଛି। ଇଏ ପ୍ରଥମେ ଲେଖକ ମୟୂରଭଞ୍ଜ ବିଷୟରେ କହୁଛନ୍ତି କାରଣ ଲେଖକଙ୍କର ଏଇଟା ନିଜ ଗାଁ ମୟୂରଭଞ୍ଜ। ତ ସେଇ ଯୋଉ ମୟୂରଭଞ୍ଜ ଯୋଉ ଜାଗାଟା ନାଁ ଦିଆଯାଇଛି ସେଇ ଜାଗାରେ ଭଞ୍ଜ ଜାତିର ଲୋକମାନେ ମୟୂର ପାଳନ କରୁଥିବାରୁ ସେ ଜାଗାର ନାଁ ଦିଆଗଲା ମୟୂରଭଞ୍ଜ ହେଲା। ତେଣୁ କହୁଛନ୍ତି ଏଇ ଭଞ୍ଜ ନୃପ ପାଳିତ ସେଇ ଭଞ୍ଜର ରାଜା ମାନେ ନୃପ ହେଲା ରାଜା ପାଳନ ପାଳିତ ହେଲା ନୃପ ବା ସେଇ ରାଜା ମାନେ ଭଞ୍ଜ ରାଜା ମାନେ ଯୋଉ ପାଳିକି ରଖିଥିଲେ କଣ ପାଳିଥିଲେ କଳାପି। କଳାପିର ଅର୍ଥ ହେଲା ମୟୂର। ସେଠୁ ପାଳିଥିବା ମୟୂରର କେକା କେକା ହେଲା ମୟୂରର ରାବ। ଯୋଉ ମୟୂରଟି ବୋବାଇବ ତାର ରାବକୁ କେକା ବୋଲି କୁହନ୍ତି ହେଲା। କେକାର ଅର୍ଥ ମୟୂରର ରାବ, କଳାପିର ଅର୍ଥ ମୟୂର। ତ ସେଇ ମୟୂରର ରାବରେ ବନଭୂମି ପୂର୍ଣ୍ଣ ହେବ। ଏତେ ରାବ କରୁଥିବେ ମୟୂର ମାନେ ବର୍ଷା ଆସିଲେ ସାଧାରଣତଃ ବର୍ଷା ଆସିଲେ ଦେଖିଥିବ ମୟୂର ମାନେ ନାଚନ୍ତି ନାଇଁ। ତ ସେଇ ମୟୂରଭଞ୍ଜରେ ଯେତେବେଳେ ଲେଖକ କହୁଛନ୍ତି ବର୍ଷା ଆସିବ ତ ସେଇ ସମୟରେ ଏତେ ସାରା ଏପଟେ ଶାଳିଧାନ ସବୁଜ ହେଇଥିବ, ନାରୀ ମାନେ ଖୁସିରେ ନର ନାରୀ ମାନେ ନାଚି ଉଠିବେ। ତା ସହିତ ଯୋଉ ଭଞ୍ଜ ନୃପ ପାଳିତ ମୟୂର ମାନଙ୍କର ରାବରେ ଚାରିଆଡେ ବନଭୂମି ପ୍ରସ୍ଫୁଟିତ ହୋଇଯିବ ମାନେ ଅତି ଆନନ୍ଦ ଉଲ୍ଲସିତରେ ଭରିଯିବ। ବନ୍ୟ ଜୁଥିର ପରିମଳରେ ବନଭୂମି ଆମୋଦିତ ହେବ। ବନ୍ୟ ଜୁଥିର ବନ୍ୟ ହେଲା ଜଙ୍ଗଲୀ, ଜୁଥି ହେଲା ଜୁଇ ଫୁଲର, ପରିମଳ ହେଲା ସୁଗନ୍ଧରେ ହେଲା। ବଣରେ ଯୋଉ ଫୁଟୁଥିବା ଜୁଇ ଫୁଲର ବାସ୍ନାରେ, ଯାଇ ଜୁଇ ଏମିତି ବହୁତ ପ୍ରକାର ଫୁଲ ଅଛି ବଣର ଫୁଲ, ତାର ବାସ୍ନାରେ ଚାରିଆଡେ ବନଭୂମି ଆମୋଦିତ ହେଇଯିବ। ଆମୋଦିତର ଅର୍ଥ ହେଲା ଆନନ୍ଦିତ ହେଇଯିବ। ପରିମଳ ହେଲା ସୁଗନ୍ଧରେ, ବାସ୍ନାରେ ବା ସୁଗନ୍ଧରେ। ବନ ଜୁଥି ହେଲା ବଣର ଜୁଇ ଫୁଲର ସୁଗନ୍ଧରେ ପୁରା ବନଭୂମିଟା ଅତ୍ୟନ୍ତ ଆନନ୍ଦିତ ହୋଇ ଉଠିବ। ତାପରେ କଣ ହବ ଆଉ କଣ ହବ ବର୍ଷା ହେଲେ ଜୁଇ ଫୁଲ ଫୁଟିବ ବଣରେ, ବର୍ଷା ହେଲେ ମୟୂର ମାନେ ରାବ ଦେବେ, ବର୍ଷା ହେଲେ ତାଙ୍କର ଶାଳୀ କ୍ଷେତ୍ରଟି ସବୁଜତାରେ ପରିପୂର୍ଣ୍ଣ ହେଇଯିବ। ଆଉ କଣ ହବ ପୁଣି କହୁଛନ୍ତି କଦମ୍ବ ଫୁଲକରେ କଣ୍ଟକିତ ହୋଇ ଉଠିବ। କଦମ୍ବ ଫୁଲ ଦେଖିଛ ଏଦିକେ ଟିକେ ହଳଦିଆ ହଳଦିଆ ଉପରେ ଧଳା ଧଳା ଥିବ ସୁନ୍ଦର ମାନେ ଅତ୍ୟନ୍ତ ସୁନ୍ଦର ଦେଖାଯାଏ। ସେଇଟା କୋଉ ବର୍ଷ କୋଉ ମାସରେ ବର୍ଷା ଦିନେ ବଡ ବଡ ଗଛ ମୋଟା ମୋଟା ବିରାଟ ବଡ ଗଛ ଭରପୁର ଫୁଲ ହେଇଯାଏ ବର୍ଷା ଦିନେ। ତଳେ ପିଛାଡି ହେଇକି ପଡିଥିବ ନାଇଁ ଫୁଲ କଢ ଟିକେ ଟିକେ ହେଇଥିବ, ବର୍ଷା ହେଲେ ସେ ଆହୁରି ସୁନ୍ଦର ହେଇକିନା ଗଛ ତଳେ ପଡିଥିବ କେତେ ସୁନ୍ଦର ଦେଖାଯାଏ। ତ ବର୍ଷା ଦିନେ ସେଇଟା ହୁଏ ନା। ସେଠୁ ଲେଖକ କହୁଛନ୍ତି କଦମ୍ବ ଫୁଲକରେ କଣ୍ଟକିତ ହୋଇ ଉଠିବ। କଦମ୍ବ ଫୁଲର ଉପର ଭାଗଟା କଣ କଣ୍ଟା 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 ଥାଏ। କଣ ଠିକ କଥା ସେଇ ଏକା ଗୋଟେ ମାନେ ଯେହେତୁ ଏ ଭାଇରସଟା ଅତି ଦେଖିଛି ସେଇଭଳି ଦେଖାଯାଏ। ତ ଫୁଲ ଟିକେ ଭଳି କଣ୍ଟକିତ ସେଟା ହାତକୁ ଲାଗେନି କଣ୍ଟା ଭଳି ଧରିଥିବ ବି ନା କୋମଳ ଲାଗେ, ଦେଖିବା ପାଇଁ କଣ୍ଟା କଣ୍ଟା ଥାଏ କଣ୍ଟା କଣ୍ଟା ଥାଏ। ତ ସେଇ ଯୋଉ କଦମ୍ବ ଫୁଲ କରେ ମାନେ କଦମ୍ବ ଫୁଲଟି ଅତ୍ୟନ୍ତ ଆନନ୍ଦରେ, ଫୁଲକର ଅର୍ଥ ହେଲା ଆନନ୍ଦ, ଆନନ୍ଦରେ କଣ୍ଟକିତ ହୋଇ ଉଠିବ। ଫୁଟି ଉଠିବ ଯୋଉଟା ଫୁଲଟି ଫୁଟିଲା ଉପର ଗୁଡାକ କଣ୍ଟା କଣ୍ଟା ଭଳିଆ ଦେଖାଯାଏ କଣ୍ଟକିତ ହୋଇ ଉଠିବ। ଆଉ କଣ ହବ ଇଏ ତ କଦମ୍ବ ଫୁଲ କଥା ଗଡା ଆଉ କଣ ହବ କୃଷ୍ଣଚୂଡା ନିଜ ତରୁଣ ତନୁକୁ ଦେଖି ନବତରୁଣୀ ପରି ଲଜ୍ଜାରୁଣ ହୋଇ ଉଠିବ। ବର୍ଷା ଦିନେ କୃଷ୍ଣଚୂଡା ଫୁଲ ଫୁଟେ। କୃଷ୍ଣଚୂଡା ରାଧାଚୂଡା ଦି ପ୍ରକାର ଫୁଲ ଅଛି, ଗୋଟେ ହେଲା ଲାଲ ଲାଲ ଗୋଟେ ରାଧାଚୂଡା। ହଁ ଦି ପ୍ରକାର ଫୁଲ ଅଛି, ଗୋଟେ କୃଷ୍ଣଚୂଡା ଗୋଟେ ରାଧାଚୂଡା। କିନ୍ତୁ ବହୁତ ଜାଗାରେ ରାଧାଚୂଡାକୁ ମଧ୍ୟ କୃଷ୍ଣଚୂଡା କହି ଦିଅନ୍ତି ହେଲା। ତ କୃଷ୍ଣଚୂଡା ମଧ୍ୟ ସେ ବର୍ଷା ହେଇଛି ସିଏ ସୁନ୍ଦର ଭାବରେ ଫୁଟିଛି ଆଉ ସିଏ ତରୁଣ ତନୁକୁ ଦେଖିକି, ତରୁଣ ହେଲା ଯୁବା ତନୁ ହେଲା ଶରୀରକୁ ଦେଖି ନବତରୁଣୀ ବୋଲି ଲଜ୍ଜାରୁଣ ହୋଇ ଉଠିବ। ନବତରୁଣୀ ହେଲା ନୂଆ କରି ଯୁବତୀ ହେଇଥିବା ମାନେ 17-18 ବର୍ଷର ଝିଅ କୋରୁ 22 ବର୍ଷର ଝିଅ ଗୁଡାକ ଯୋଉ 22-23 ବର୍ଷର ଝିଅ ଗୁଡାକୁ ଲେଖକ ଏଠି କହୁଛନ୍ତି ସେଇ ନାରୀ ମାନେ ଯେମିତି ଲଜ୍ଜାରୁଣ ହେଇଯାନ୍ତି ମାନେ ଲାଜେଇ ଯାଆନ୍ତି, କଣ ଟିକେ ହେଲେ ଯୋଉ ଲାଜେଇ ଯାଆନ୍ତି କଣ ଟିକେ ପଦେ କହିଦେଲେ କି କଣ ଜାଣିଲା ଆଶ୍ଚର୍ଯ୍ୟ ହେଇକି, ମୁଁ ଏଇ ସମୟର କଥା କହୁନି ମୁଁ ସେଇ ସମୟର ବନବାସ ସେ କାହିଁକି ଆଶ୍ଚର୍ଯ୍ୟ ହେଲା ଆଜି ହେଲା ଝିଅ ଗୁଡା କାହିଁ ଲାଜ କରୁନାହାନ୍ତି।
ଯେତେବେଳେ ସେ ପଦଟା କହିଲି ଯେ 16-17 ବର୍ଷରୁ ନେଇକି 22-25 ବର୍ଷ ଯୋଉ ଝିଅ ଗୁଡାକ ଛୋଟରୁ ବଡ ହେଇଥାନ୍ତି, ଛୋଟ ପିଲା ତ ଚଙ୍ଗଚଙ୍ଗିଆ ମନ, ସେଇଟା ମାନେ ଅତି ଚୁଲବୁଲିଆ ମନ, ମୁଁ ସେଇଟା କହୁନି, ଜଷ୍ଟ 15-16 ବର୍ଷ ନୂଆ କରି କଲେଜରେ ପାଠ ପଢୁଥିବ ସେବେଠୁ ନେଇକି 27-28 ବର୍ଷ ଯାଏ ସେଇମାନଙ୍କୁ କୁହାଯାଏ ନବତରୁଣୀ ବା ନବ ଯୁବତୀ। ସେମାନେ ସାଧାରଣତଃ ଛୋଟ ପିଲା କଣ ଲାଜ କରିବେ କାହାକୁ? ଛୋଟ ପିଲା କାହାକୁ ଲାଜ କରନ୍ତିନି। ବୟସ୍କ ଲୋକ କାହାକୁ ଲାଜ କରିବେ? ୟଙ୍ଗ ମାନେ ଯୋଉ ଯୁବନ ବୁଢା ମାନେ କାହାକୁ ଲାଜ କରିବେ? ବୁଢୀ ମାନେ କାହାକୁ ଲାଜ କରିବେ? ଲାଜ କୋଉ ମାନେ କରନ୍ତି? ତ ନୂଆ କରି ଯୁବତୀ ହେଇଥିବା କମ ବୟସର ଝିଅ ଗୁଡାକ ଲାଜ କରନ୍ତି। କଲେଜ ପିଲା କହୁଛି ତମେ ବୁଝିପାରିବା ପାଇଁ ଯେ ସେଇ ଏଜ ର ନୂଆ ନୂଆ କଲେଜ ପଢୁଥିବା ପିଲା ଯେମିତି ଲାଜ କରନ୍ତି ସେଇ ଏଜ ର ଏଇ ସରିଲା ଗୋଟେ ଧାଡିରେ ସେତିକି ହସ ମଜା, ପୁରା ପୁରା କ୍ଲାସ ଟା ସାରା ତମକୁ ହସ ମଜା କରିବାକୁ କହୁନି। ଏ ପାଟି କରନି, ବହି ସରିବନି ନହେଲେ। ତାପରେ କୃଷ୍ଣଚୂଡା କଣ କରିବ? ସେ କୃଷ୍ଣଚୂଡା ଫୁଲଟି ସତେ ଯେମିତି ନବତରୁଣୀ ମାନେ ଲାଜେଇ ଯାଆନ୍ତି, ବର୍ଷା ଆସିଲେ କୃଷ୍ଣଚୂଡା ଗଛ ଗୁଡିକ ମଧ୍ୟ ସିଏ ବି ମାନେ ଲାଜେଇ ଗଲା ଭଳି ହବ। ବର୍ଷା ପଡିଥିବ, ଲେଖକ ତାକୁ ବ୍ୟାଖ୍ୟା କରିଛନ୍ତି ସେ ସମୟରେ ବର୍ଷା ଆସିଲେ ଲାଗିବ ନା, ଯିଏ ବି ଛୁଇଁଦେଲେ ସିଏ ଲାଗିବ, ଯିଏ ଛୁଇଁଦେଲେ ଲାଗିବ। ତେବେ କହୁଛି କୃଷ୍ଣଚୂଡା ନିଜ ତରୁଣ ତନୁକୁ ଦେଖି ନବତରୁଣୀ ପରି ଲଜ୍ଜାରୁଣ ହବ, ଅର୍ଥାତ୍ ସେ ଦେଖିବ ଯେ ସେଇ ସମୟରେ କିଭଳି ଫୁଲଟି ଫୁଟୁଛି, ଗଛରେ କଣ ଆଖି ଅଛି ସେ ସତ ସତ ତା ଶରୀରକୁ ଦେଖୁଥିବ। ଲେଖକ ଗୋଟେ ବର୍ଣ୍ଣନା କରୁଛନ୍ତି, କାରଣ ସାହିତ୍ୟ ସବୁବେଳେ ସବୁ ଏଇଭଳି ବର୍ଣ୍ଣନା ଅଳଙ୍କାରରେ ହିଁ ଭରପୁର। ସାହିତ୍ୟ ନୁହଁ ଯେ ଲଜିକ ପୁରା ଷ୍ଟେଟମେଣ୍ଟ ୱାଇଜ ତମେ ଲେଖିବ, କି ସାଇନ୍ସ ନୁହଁ ଯେ ପୁରା ପ୍ରୁଫ ଏ ଜିନିଷ ପ୍ରୁଫ ହେଇଛି ମାନେ ହବ ନହେଲେ ନାହିଁ। ତୋର ଅନୁଗ୍ରହର ଏତେ ବିଭବ ତୁ କଣ ଦେଖିବାକୁ ଚାହୁଁନୁ? ଏବେ କହୁଛନ୍ତି ତୋର ଅନୁଗ୍ରହର ଅର୍ଥାତ୍ ତୋର ଦୟାର ଏତେ ବିଭବ, ବିଭବର ହେଲା ଶକ୍ତି ବା ପ୍ରଭାବ ବା ଧନ ସମ୍ପଦ ବି ଅଛି। ବିଭବର କେତେ ପ୍ରକାର ଅର୍ଥ ଅଛି। ବିଭବର ଅର୍ଥ ହେଲା ଧନ ସମ୍ପତ୍ତି, ବିଭବର ଅର୍ଥ ହେଲା ପ୍ରଭାବ ହେଲା, ଆଉ ଶକ୍ତି। ତେବେ କହୁଛି ତୁ ଯୋଉ ଦୟା କରିବୁ, ତୋ ଦୟା ଫଳରେ ଏତେ ସାରା ଜିନିଷ ଘଟିବ, ତୁ କଣ ସେଇ ଜିନିଷଟାକୁ ସେ ଯୋଉ ଶକ୍ତିଟାକୁ ଦେଖିବାକୁ ଚାହୁଁନୁ, ସେଇ ମଜାଟାକୁ ନବାକୁ ଚାହୁଁନୁ ବୋଲି ଲେଖକ ମେଘକୁ କହୁଛନ୍ତି। ପେଜ କ୍ଲିୟର ସମସ୍ତଙ୍କର? ବୁଝୁଛ? ଆଚ୍ଛା ତମେ ବୁଝୁଛ? ସମସ୍ତେ ବୁଝିଲ? ଏଇ ପେଜ କ୍ଲିୟର? ବାବା ବୁଝିପାରୁଛ ତ? ତମେ ଡାଉଟ ହେଲେ କହିବ ହେଲା। ନେକ୍ସଟ ପେଜ। এই ପାର୍ଟି କରୁନି, ବିଷୟ ନହେଲେ ସରିବନି। ମୁଁ ପ୍ଲାନିଂ କରିଛି ଆଜି ଆଉ ଗୋଟେ କ୍ଲାସରେ ସରେଇବା ପାଇଁ ହେଲା, ନହେଲେ ସରିବନି। ଯଦି ତୋର କ୍ଳାନ୍ତି ଆସେ ତେବେ ତୁ ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିର ଅବସର ନବୁ। ତେବେ ପୁଣି ଲେଖକ କହୁଛନ୍ତି ବର୍ଷାକୁ, ଏତେ ସାରା ଯୋଉ ବର୍ଷା କରିବୁ, ଆସିବୁ ଏତେ ଜୋରେ ବହି ବହିକି ଘଡଘଡି ସହିତ ପ୍ରଚଣ୍ଡ ବାରିପାତ କରିବୁ, ପ୍ରଚଣ୍ଡ ବର୍ଷା କରିବୁ, ଲୋକଟିଏ ସାଧାରଣତଃ ବହୁତ ଖଟିଲେ ଥକିଯାଏ। ତେବେ ମେଘକୁ ମଧ୍ୟ ଲେଖକ ଏଠି କହୁଛନ୍ତି ତୁ ମଧ୍ୟ ଏତେ ବାରିପାତ କଲା ପରେ ହୁଏତ ଥକି ଯିବୁ, ତେବେ ଯଦି ତୋର କ୍ଳାନ୍ତି ଆସେ, ଯଦି ତତେ ଟିକେ ଅବସାଦ ଲାଗେ ବା ଥକା ଲାଗେ, ତେବେ ତୁ କଣ କରିବୁ? ଲୋକମାନଙ୍କୁ ଥକା ଲାଗିଲେ ଲୋକମାନେ କୋଉଠି ଗୋଟେ ବସିଯାଆନ୍ତି ନାଇଁ, ତ ବର୍ଷା କଣ କରିବ? ତେବେ କହୁଛନ୍ତି ତେବେ ତୁ ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିର ଅବସର ନେବୁ। ଅବସରର ଅର୍ଥ ହେଲା ବିଶ୍ରାମ ନେବା ହେଲା, ଟିକେ ରେଷ୍ଟ ନବୁ ସେଠି। କୋଉଠି? ବଡ ବଡ ପର୍ବତ ମାନଙ୍କ ମଧ୍ୟରେ। କୋଉଠି? ମେଘାସନ ଟା କୋଉଠି ଅଛି? ଇଣ୍ଡିଆର ୱେଷ୍ଟର୍ଣ୍ଣ ଘାଟରେ, କିନ୍ତୁ ଆମର ଓଡିଶାର କୋଉଟା ସେଟା ହବ? ମେଘାସନ ଟା ମୟୂରଭଞ୍ଜରେ। ଦେଓମାଳି ପର୍ବତ ତ ଗୋଟେ ଅଛି, ଦେଓମାଳି ପର୍ବତ ମେଘାସନ ପର୍ବତ ଗୋଟେ, ମାନେ ପର୍ବତର ନାଁ ହେଲା ମେଘାସନ ପର୍ବତ, ସେଇଟା ଅଛି ମୟୂରଭଞ୍ଜ ଜିଲ୍ଲାରେ। ମେଘାସନ ପର୍ବତ ସେଇଟା ଅଛି ମୟୂରଭଞ୍ଜ ଜିଲ୍ଲାରେ ହେଲା, ନା କୋଉଠି ଅଛି? ମୟୂରଭଞ୍ଜ ଜିଲ୍ଲାରେ। ଆଉ ଗନ୍ଧମାର୍ଦ୍ଦନ ପର୍ବତର ନାଁ ଶୁଣିଛ? ଗନ୍ଧମାର୍ଦ୍ଦନ ପର୍ବତର ନାଁ ଶୁଣିଛ? ହନୁମାନ
किसल करणी आनिबे बोली से चिन्ही पारलेनी कोउटा किसल जहा कहले पाद पड़ पड़ गछर कलर चेंज सब चेंज से किछि जानि पालेनी पूरा पहाड़ टाको टेकी कि नेकी पळे आस्ते जाबो सेई जो गंध मार्दन सेटा कोडी गलो बलांगीर और बरगड मझी रे पडिबो हला बलांगीर बरगड हिमालय तमरो यही गंधमार्दन बाहर गोटे देशर गोटे ना अछि गंधमार्दन पहाड़ किंतु ओडिसा रे मध्ये गोटे गंधमार्दन पहाड़ अछि हला से जो ओडिसा रे जो गंधमार्दन पहाड़टी अछि सेईटा तमरो गंधमार्दन बलांगीर बरगड जिला मझिया मझी अछि आ गोटे कोन अछि माल्यगिरी रे अवसर नेबु माल्यगिरी टा कोडी अनुगुण रे माल्यगिरी आंगर अनुगुण तमको अनुगुण माल्यगिरी ना सुनछो अछि नाडी जदि तबे कहिले जदि तते छक्का लागि भाई चुप पाटी चुप ठीक हो मु चाहि जे घर जे गले ठिया हो तबे कहउजंती जदि तते छक्का लागिबो तबे तू मेघासन गंधमार्दन बा माल्यगिरी अवश्य नब तबे मयूरभंज डिस्ट्रिक्ट देई देखो वर्षा को पठई चली चंती हैला सही माने ओडिसा रो जो भौगोलिक चित्रटा दर्शाउचंती ना एटा को जगह रे कोन अछि कोटा पहाड़िया अंचल कोटा समुद्र उपकूलवर्ती अंचल एई गुडा सब दर्शाउचंती लेखक मेघर गोटे बाहाना रे तनु एबे कहले कोन हम प्रथम जोटा डिस्क्राइब करले को जगह को पठई जंती मयूरभंज परे एबे बुझन देबे तू सेठी वर्षा छाड़ी कि जदि तते थका लागिला तू मेघासन मयूरभंज बलांगीर बरगड अनुगुण सही पट लाइन रो गुडी को व्याख्या करछथि सेठी अवसर नबु बा विश्राम नबु गिरी संकुल एही महावनर महासंगीत सभ्य जगत सुनी नाही किंबा एहार असरंती रत्न भंडार को आजि जाय केही कळि नाही गिरी संकुल कोन गिरी अर्थ पर्वत ना संकुल हेला परिपूर्ण सेही एरिया गुडी को पहाड़ पर्वत रे परिपूर्ण नुए मयूरभंज अनुगुण एरा बरगड बलांगीर अच्छी तमे देखिन जदि छुई जीव सब अनुगुण ले पहाड़ नहीं ढेंकानाल अनुगुण एठो पहाड़ नहीं हां कटक रे पहाड़ी अंचल सेगुडा ना सेडू ऊपर मंदर वर्षा हुए तेनु सेमिति भुवनेश्वर रे पहाड़ नहीं पुरी रे पहाड़ नहीं अगर पहाड़ थिबा आ गोटे जगह रे भरपूर पहाड़ थिबा ताले जण गोटे एग्जांपल कहूची तम पाखे पैसा नहीं अच्छी ना नहीं अच्छी अंबानी पाखे पैसा नहीं एक्जेक्टली सही बढिया पहाड़ तो सबुठी छोटा मोटा अछि किंतु सेटा पहाड़िया अंचल दुनिया पता होनी होना होनी बेसी बाटे पवनटे तार कोपटे डिरेक्शन रे पळेला से कोन एते धर जाजपुर रे वर्षा होतबो तम आ अच्छा से कथा कहछ कटक रे वर्षा होतबो सेठी वर्षा होनी काई कहबी जानि न भगवान वर्षाटा एठी होछ सेठी होनी काई होनी एक्चुअली बाटेटा को मुंड देकी कुआडे बुली के पळेला एते कोन आ मन से हबोनी करे कोन तो गिरी संकुल माने पहाड़ रे परिपूर्ण एही महावन हैला एही घोर वनर महासंगीत सभ्य जगत सुनी नाही तांकर कहबार अर्थ जते बेले बड़ पहाड़ पर्वत आ कोन जंगल भरपूर सेठी जते बेले पवन हुए बात्या हुए से पवन रे जो आवाजटा हुए पहाड़ रे बाडे होतु पवनटी गछरे बाडे होतु तांकर जो से जो शब्दटी हुए तो सेही जो शब्दटी को एठी लेखक महासंगीत सहित तुलना करते सत्य जेमिति संगीत रे विभिन्न प्रकार आवाज बाहरे है गीत सहित म्यूजिक जेतले बाजुता विभिन्न प्रकार आवाज बाहरे सेही आवाजटा जेतबेले प्रथम करी हमें जानि न हम तम पाखे इंस्ट्रूमेंट किछि नथिला म्यूजिक इंस्ट्रूमेंट तो तमे जिए जेतबेले प्रथम करी सुनिथबो शब्द गुडी को भली एई मानकठू शब्द कलेक्ट करथबे नदी रो कुळु कुळु शब्द झरणा रो जो शब्द तमरो जंगल मानकर जो पवन हेले जंगल रे पवन हमाडा शब्द अलग साधारणतः हमरे जो गाड़ी मोटर जगह पवन हेला शब्द अलग
पहाड़िया जगह शब्द अलग आ समुद्र कूलवर्ती शब्द अलग से शब्द को कलेक्ट करके जो माने बड़ बड़ संगीतज्ञ से माने सब करजंती ना कोन इंस्ट्रूमेंट गुडा को कोठु आसिला से शब्द गुडा को प्रथम करी जानिला कि ए प्रकृति रो ही कलेक्ट करे गुडु से कोन कोचे से निजे कहबो तुम बोला से चापी के रहले तुम बसो तमे काई ना कान बागो काले सुनते जा पड़े ताकि मु बस आपन मिळा तो तबे कहउछनी ए जो गिरी संकुल रे जो पवन बाजिकी वन जंगल आ ए पहाड़ परिपूर्ण जगह रे पवन बाजिले जो गीत गुडी जो शब्द गुडी को बाहर महा संगीत गुडी को बाहर ताकू केबे सभ्य समाज सुनी नै सभ्य समाज एटी का कहू तो शहरी अंचल रे लोक मानकू लेखक कहू तांकर कोन काम से काहे कि जिवे सेठी की वर्षा बात्या रे गीत सुनिया तबे से सुनी नांती किंपा एहारो अक्षरंती रत्न भंडार को आज जाई केही पड़ी नै साधारण रत्न भंडार ने बोलो बोलो मूल्यवान जिंस गुडी को एही बड़ बड़ पहाड़ पर्वतर माट अछि खोली किना सब बाहर करा जाय हैला तेनु करी बड़ बड़ सब पहाड़ पर्वत खोली केते जगह रे सब बाहर करा मध्य गलानी केते जगह रे बाहर मध्य करा जाय नै हमर पहाड़ खोली की बाहर कने लुहा पत्थर नै लुहा पत्थर हीरा जो कोड बाहर हीराटा कोड बाहर से खणी फटे कोड पहाड़ पर्वत को काटी गुडी बाहर कर सेही जो मूल्यवान जिंस गुडा को कथा लेखक बोलतरी से सब असरंती केबे सरीबनी से गुडा असरंती रत्न भंडार को केही गणना मध्य करिना केही मापी मध्य नाहंती ए जो माल्यगिरी गंधमार्दन मेघासन ए जो बड़ बड़ पहाड़ पर्वत गुडी को भरपूर हेकी रहिची ता तळे तार गर्भरे केते गुडी रत्न संपदा मूल्यवान पदार्थ गुडी को अछि जहा को कि सभ्य समाज केबे कल्पना करि नै लेखक पहिले विक्षुब्ध बारी राशि अगणित तरंग परी नानादी जुगर एहार उदार संगीत एहारी बक्तर ही मिसी जाइछि विक्षिप्त हला आलोड़ित बा चंचल बारी राशि दीटा अर्थ रे गोटे हला जल राशि आ समुद्र रो अन्य नाम मध्ये बारी राशि तेणु करी कि जेहेतु एठी चंचल अछि अगणित तरंग अछि तेणु एठी तमे समुद्र टाकु नबो काहे कि ना समुद्र रे अगणित तरंग थाए समुद्र देखिथिबो पूरी तो समस्त जाइथिबो के मना करि परिबन देखना पूरी समस्त जाइथिबो समुद्र देखिथिबो ढेउ गुडी को जो तरंग गुडी को बार बार आसै सेही तरंग देखा चल चंचल चंचल बा आलोड़ित तरंग आलोड़ित समुद्र रो अगणित तरंग परी नानादी जुगरु एहार उदार संगीत एहारी बक्तरे अनादि जुगरु माने जो जुगर ना नाही बहुत पुराना जुग हला अनादि जुगरु एहार उदार संगीत बा महत् संगीत महान संगीत गुडे सेगुडा कोन एहारी बक्तरे मिसी जाईची तारी छाती रे से जो संगीत आवाज गुडी को एई सुनि ना से जो तरंगायित हेकिना पवनर ढेउ रे आवाज गुडी को एई ताको सुनि ना से सेईठी बाहरी कि सेईठी पुणी लुचि जाईची बोली लेखक कहउचंती एही संगीत सुनिले मन अनामय धाम को चली जाए एही संगीत मन अनामय धाम ए जो शब्दटा अछि अनामय रो अर्थ है कहले अनामय रो प्रकृत अर्थ अछि निरोग माने ओडिया जोटा अर्थ निरोग किंतु एठी निरोग होबनी माने जहार देह रे रोग नै ताको अनामय कहै जाय किंतु एठी अनामय धाम अर्थात मोक्ष धाम आडो एभଳି जिंस सुनिले मनटा सते जेमिति गोटे मोक्ष धाम आडू पळेबो ए जो आसक्ति धामरु बाहारिकी गोटे सुंदर मोक्ष धाम आडू तम मनटा पळेबो तमे जाउ न पड़े मन बेले बेले एठी बस्ता पूरी पळाए एठी बस्ता अमेरिका पळाए लंडन पळाए पळे मालयेशिया पळाए घटन बाटे मन रख गोटे चित्र देखिथिबो ट्विन टावर देखियो मालयेशिया रे माने मोबाइल रे देखि देइछो किंतु मन पळे हम ट्विन टावर तरे बोली हां से कथा बोली तो तेणु आपको कई शुणी ना आपको शुणिले मन मुख्य आड़ को धाई जीव सते जेमिति ओ विषाद पंकर उठी जीवन कमल विकसित होइबो विषाद पंकर माने दुख रूपक पंक को कह जाय विषाद पंकरु उठी जीवन कमल विकसित होइथे जीवन रूपक पद्म एठी जीवन को पद्म सहित एटा अलंकार रूपक अलंकार रे लेखा अछि अलंकार पढिले सेडा जानिबो तमर तो नाही अलंकार से छाड़ तेणु पढ़े दिबो स्कूल रे तो जीवन को एठी पद्म सहित तुलना करा जायछि एवं विषाद को पंख सहित तुलना करा जायछि
ଦୁଃଖଟାକୁ ପଙ୍କ ସହିତ ଆଉ ଜୀବନଟାକୁ ପଦ୍ମ ସହିତ ତୁଳନା କରାଯାଇଛି। ତେଣୁ କହୁଛନ୍ତି ଦୁଃଖ ରୂପକ ପଦ୍ମରୁ ବାହାରିକି ଜୀବନଟି ପ୍ରସ୍ଫୁଟିତ ପଦ୍ମ ଭଳି ପ୍ରସ୍ଫୁଟିତ ହୋଇଯିବ ଯଦି ତମେ ସେଇ ଯୋଉ ମଧୁର ସଙ୍ଗୀତଟାକୁ ଶୁଣିବ। ଏହି ସଙ୍ଗୀତ ଶୁଣି ଶୁଣି ଖଣ୍ଡାଧାର ଓ ଦେବଗଡ଼ ପ୍ରପାତରେ କ୍ରୀଡ଼ା କରି ମହାବନରେ ଭ୍ରମୁ ଭ୍ରମୁ ଏହାର ଅସରନ୍ତି ବିଭବ ଦେଖି ତୁ ଚକିତ ହୋଇଯିବୁ। ତେବେ କଣ କରିବୁ? ମେଘକୁ କହୁଛନ୍ତି ତୁ ତୋର ଶୁଣିବୁ ଏଇ ଗୀତ ଗୁଡିକ, ଏଇ ଯୋଉ ଆବାଜ ସୁମଧୁର ବିଭିନ୍ନ ପ୍ରକାର ଧ୍ୱନି ନିର୍ଗତ ହଉଛି, ଧ୍ୱନି ବାହାରୁଛି, ତାକୁ ଶୁଣି ଶୁଣି ତୁ ଆଗେଇ ଆଗେଇ ବହି ବହି ତୋର ବର୍ଷାକୁ ବୁହାଇ ବୁହାଇ ଆଗକୁ ଚାଲିଯିବୁ। ଆଗକୁ ଯାଇ ଯାଇ କଣ କରିବୁ? ସଙ୍ଗୀତ ଶୁଣି ଶୁଣି ଯିବୁ ଖଣ୍ଡାଧାର। ଖଣ୍ଡାଧାରଟା କୋଉଠି? ସୁନ୍ଦରଗଡ଼। କେଉଁଝର ସୁନ୍ଦରଗଡ଼ ଦିଟା ଖଣ୍ଡାଧାର ଅଛି। ତାହେଲେ ମୁଁ ଗୋଟେ ଜାଣିଛି ସୁନ୍ଦରଗଡ଼ ଆଉ ଆଚ୍ଛା ତାହେଲେ ଖଣ୍ଡାଧାର ଓ ଦେବଗଡ଼ ପ୍ରପାତରେ, ପ୍ରପାତ ହେଲା ଜଳପ୍ରପାତ। ଜଳପ୍ରପାତ ଜାଣିଛ କଣ? ୱାଟରଫଲ ଗୁଡାକ କେତେ ପିଲା ନା ସେ ଛାଡ, ସେ ୱାଟରଫଲ କହିବ କେତେ କୁହନ୍ତି, ସେ ଜଳପ୍ରପାତ ହେଲା ତାର ଅର୍ଥ। ଖଣ୍ଡାଧାର ଆଉ ଦେବଗଡ଼, ଦେବଗଡ଼ରେ କୋଉଟା ଅଛି? ପ୍ରଧାନପାଟଣା। ପ୍ରଧାନପାଟ ଜଳପ୍ରପାତ ନାଇଁ, ମୁଁ ଯାଇଛି ସେଠି। ଦେବଗଡ଼ ପ୍ରପାତରେ କ୍ରୀଡ଼ା କରି ମାନେ ଖେଳି ଖେଳିକା ବର୍ଷାରେ ହଁ ଏଇ ଆମ କ୍ୟାମ୍ପ ମେଡିକାଲ କ୍ୟାମ୍ପ ପାଖରେ ଯାଇଥିଲି। ବଢିଆ ଜାଗାଟା, ସୁନ୍ଦରିଆ ଜାଗାଟା ନାଇଁ? ଯାଇଛ କି ପ୍ରଧାନପାଟ? ବଢିଆ ଜାଗା। ସେଇଥିରେ କ୍ରୀଡ଼ା, ସେ ଯୋଉ ପ୍ରଧାନପାଟ ଆଉ ଦେବଗଡ଼ ଖଣ୍ଡାଧାର ଏଥିରେ ସବୁ କ୍ରୀଡ଼ା କରି କରିକି ମହାବନରେ, ମହାବନ ହେଲା ଘୋର ଜଙ୍ଗଲରେ ଭ୍ରମୁ ଭ୍ରମ ଅର୍ଥାତ ବୁଲୁ ବୁଲୁ ଏହାର ଅସରନ୍ତି ବିଭବ ଦେଖି ତୁ ଚକିତ ହୋଇଯିବୁ। ଏଇ ଯୋଉ ଦେଖିବୁ ଅସରନ୍ତି ମାନେ ସରୁ ନଥିବା ବିଭବ ହେଲା ସମ୍ପଦ ବା ଐଶ୍ୱର୍ଯ୍ୟ। ବିରାଟ ଗଛ ବୃକ୍ଷ ପାହାଡ ପର୍ବତ ଏଇଗୁଡା ସବୁ ଧନ ସମ୍ପଦ ନୁହେଁ କି? ନାଇଁ, ମୂଲ୍ୟବାନ ଗଛ, କେତେ ଗଛ, ହଁ ଭଲ ଭଲ ସବୁ ଦାମୀ ଦାମୀ ଗଛ, ଏଗୁଡା ସମ୍ପଦ ନୁହେଁ କି? ଐଶ୍ୱର୍ଯ୍ୟ ନୁହେଁ କି? ଏସବୁ ଦେଖିକି ତୁ ଆଶ୍ଚର୍ଯ୍ୟ ହେଇଯିବୁ ଯେ ଓଡିଶାରେ କେତେ ସୁନ୍ଦର ସୁନ୍ଦର ଜିନିଷ ଅଛି ଆଉ କେତେ ମୂଲ୍ୟବାନ ଜିନିଷ ମଧ୍ୟ ଅଛି। ଦୁଃଖିନୀ ଜନନୀ ଅଯୋଗ୍ୟ ସନ୍ତାନ ମାନଙ୍କର ଭୟରେ ଏଇଠାରେ ହିଁ ଅସରନ୍ତି ରତ୍ନ ଭଣ୍ଡାର ଲୁଚେଇ ରଖିଛି। ତେବେ ଏଇଠି ସେ ଦୁଃଖିନୀ ଜନନୀ ବୋଲି କାହାକୁ କହୁଛନ୍ତି? ଉତ୍କଳ ମାଟିକୁ। ଉତ୍କଳ ମାଟି ମା, ସେଇ ଯୋଉ ଦୁଃଖିନୀ ଅତି ଦୁଃଖୀ ଜନନୀଟି ବହୁତ ଅଯୋଗ୍ୟ ସନ୍ତାନ ତାର ଉତ୍କଳ ମାଟିରେ ମଧ୍ୟ ଜନ୍ମ ହେଇଛନ୍ତି, ଯୋଉମାନେ କି ଗଛ କାଟିକି ନଷ୍ଟ କରିଦଉଛନ୍ତି, ଜଙ୍ଗଲ କ୍ଷୟ କରୁଛନ୍ତି, ପରିବେଶକୁ ପ୍ରଦୂଷଣ କରୁଛନ୍ତି। ଏଇଭଳି ଅଯୋଗ୍ୟ ସନ୍ତାନ ମାନଙ୍କର ଭୟରେ ମାଟି କଣ କରୁଛି? ଉତ୍କଳ ମାଟି ଏଇଠାରେ ହିଁ ତାର ଅସରନ୍ତି ରତ୍ନ ଭଣ୍ଡାରକୁ ଲୁଚେଇକି ରଖିଛି ତାର ଆଗାମୀ ପିଢିର ଛୁଆ ମାନଙ୍କ ପାଇଁ ହେଲା ବୋଲି ଲେଖକ ବର୍ଷାକୁ କହୁଛନ୍ତି। ଘନ ତୁ ଦେଖି ସ୍ତମ୍ଭିତ ହେବୁ ଯେ ଉତ୍କଳବାସୀ ଭାଗୀରଥୀ ତୀରରେ ବସି ପିପାସୀ ଓ ରତ୍ନ ସ୍ତୂପରେ ବସି ଉପବାସୀ ହୋଇଛି। ଏଇଟା ଦିଟା ସର୍ଟ କ୍ୱେଶ୍ଚନ ତମ ବହିରେ ଅଛି। ତୁ ଦେଖିବୁ ଘନ ହେଲା ମେଘ, ତୁ ଦେଖିବୁ, ପୁଣି ମେଘକୁ ସମ୍ବୋଧନ କରୁଛନ୍ତି ଯେ ମେଘ ତୁ ନିଶ୍ଚିତ ଦେଖିବୁ, ଏଠି ଦେଖିକି ସ୍ତମ୍ଭିତ ହେବୁ। ସ୍ତମ୍ଭିତର ଅର୍ଥ ହେଲା ବିସ୍ମୟ ହେଇଯିବା ବା ଆଶ୍ଚର୍ଯ୍ୟ ହେଇଯିବା, ତାକୁ ହତବାକ ହେଇଯିବା ବୋଲି ମଧ୍ୟ କିଛି ଲୋକ କହନ୍ତି। ଗୋଟେ ଜିନିଷ ଦେଖିଲେ ଯେମିତି ହତବାକ ମାନେ ପାଟିରୁ କଥା ଯୋଉ ବାହାରେନି, ଆଶ୍ଚର୍ଯ୍ୟ ହେଇଯାନ୍ତି, ସେଇଭଳି ଶବ୍ଦ। ବିସ୍ମିତ ହେଇଯିବୁ ଯେ ଉତ୍କଳବାସୀ, ଉତ୍କଳବାସୀ ହେଲା ଏଇ ଓଡିଶା ବାସୀ ଭାଗୀରଥୀ ତୀରରେ ବସି, ଭାଗୀରଥୀ ର ଅର୍ଥ ହେଲା ଗଙ୍ଗା, ଭାଗୀରଥ ଗଙ୍ଗାକୁ ଆଣିଥିଲା ବୋଲିକି ତ ଗଙ୍ଗାର ଅନ୍ୟ ନାମ ଅଛି ଭାଗୀରଥୀ। ତ ଭାଗୀରଥୀ କୂଳରେ ବସି, ତୀର ହେଲା କୂଳ, ଭାଗୀରଥୀ କୂଳ ଆରେ କୂଳରେ ଓଡିଶାରେ ନାହିଁ, ଓଡିଶାରେ ନାହିଁ କିନ୍ତୁ ଓଡିଶା ପାଖରେ ଅଛି ନା। ଉତ୍କଳବାସୀ ଭାଗୀରଥୀ ତୀରରେ ରହି, ତୀର ଅର୍ଥ କୂଳ, ଗଙ୍ଗା ନଦୀର କୂଳରେ ରହିକି ମଧ୍ୟ ବସିକି ମଧ୍ୟ ସେ ପିପାସୀ, ମାନେ ଯେମିତି ପିପାସୀର ଅର୍ଥ ହେଲା ଶୋଷିଲା, ପିପାସୀର ଅର୍ଥ ଅଛି ଲାଳସା, ଲୋଭୀ ମଧ୍ୟ କୁହାଯିବ। କିନ୍ତୁ ଏଇଠି କୁହାଯାଉଛି, ଏଇଠି ଏଇଥିପାଇଁ କୁହାଯାଉଛି ଓଡିଶାର କୂଳରେ, ଓଡିଶା କଡେ କଡେ ଦେଇକି ଗଙ୍ଗା ନଦୀ ଯାଇଛି, କଲିକତା ବଙ୍ଗ ଉତ୍କଳ, ଓଡିଶା ବଙ୍ଗ ମଝି ନଦୀ, ଜାଣିଛ ତ ସେଟା? କଲିକତାରେ ଗଙ୍ଗା ଅଛି ଜାଣିଛ? କଲିକତା ଓଡିଶାର ବର୍ଡର। ସିଏ କହିବା କଥା ଗଙ୍ଗା ନଦୀକି ଓଡିଶା ସୀମା ଦେଇକି ମାନେ କଡ କଡ ଦେଇକି କୂଳବର୍ତ୍ତୀରେ ବହିଗଲେ ସୁଦ୍ଧା ବର୍ଷା ଯେହେତୁ ନାହିଁ, ତେଣୁ ଆଜି ଓଡିଶାର ଲୋକ ଗଙ୍ଗାର କୂଳବର୍ତ୍ତୀ ହେଇକି ମଧ୍ୟ ପିପାସୀ, ଶୋଷିଲା ଅଛନ୍ତି। ବର୍ଷା ହେଇନି, ଚାଷ ଜମି ଭଲ ଉନ୍ନତି ହେଇନି, କିଛି ନାହିଁ। ଆଉ କଣ କହୁଛନ୍ତି? ଆଉ ରତ୍ନ ସ୍ତୂପରେ ବସି ଉପବାସୀ ଅଛନ୍ତି। ରତ୍ନ ସ୍ତୂପ କଣ? ରତ୍ନ ଭଣ୍ଡାରର ଗଦାରେ ବସି, ତାମାନେ କଣ? ଓଡିଶାରେ ରତ୍ନ ଭଣ୍ଡାର ଭରପୁର ହେଇକି ଅଛି। ଆଉ ପୂର୍ବରୁ ଆମେ ପଢିଲେ
रही से कौन उपवासी माने अनाहारी अच्छी कहीं वर्षा हैनी फसल होनी से कथा को लेकिन लेखक कहले जे नदी गंगा नदी कूल रही भागीरथी कूल रही ओडावासी आज पिपासी कहीं वर्षा ना माने गंगा नदी कूल थी आम पाखे पानी ना वर्षा है कहते जे रत्नस्तूप पाखरे थी रत्नस्तूप माने चूना रूपा मूल्यवान संपदर गदा ऊपर बसिक अनाहार लोक मर कहीं वर्षा होनी फसल नहीं उपवासी चेष्टा करिबा आरो क्लास को पार्टी करिबनी विषय सारिबा पई बुझला एतिकी थाउ जतिकी पढ़ा हैला भलो भाबरे पढ़िबो जारे डाउट हैला नेक्स्ट क्लास रे आसी पछार ओके सॉरी जदी पार्टी करूछ तमे एक्स्ट्रा सेति पई सॉरी प्रथमे विषय बुझिया कष्ट हुए तापर धीरे धीरे बुझी एबे गडिबो आ परे टिके सहज अछि काई को आ परे कमे को सहज अछि आ परे पूरी कोणार्क भुवनेश्वर कटक रो डिस्क्राइब होबो जोटा के तमे समस्त जानि छ हैला जोटा तमे समस्त जानि छ हां देखि के आसीबो देखि देबो जेडी डाउट होबो नेक्स्ट क्लास एटा नियो दे देबो